ଅଷ୍ଟାଦଶ ଶତାବ୍ଦୀର ଶେଷ ଦଶକର କଥା। ରାତ୍ରି ପ୍ରହରକ ସମୟରେ କିଛି କ୍ଷୁଧାର୍ତ ସନ୍ନ୍ୟାସୀ ଏକ କ୍ଷୁଦ୍ର ଜନପଦରେ ପହଞ୍ଚି ଆହାର ଅନ୍ୱେଷଣରେ ବ୍ରତୀ ହେଲେ। ସେ ସମୟରେ ପ୍ରାୟ ସକଳ ଅଧିବାସୀ ସୂର୍ଯ୍ୟାସ୍ତ ପୂର୍ବରୁ ରାତ୍ରି ଭୋଜନ ଶେଷ କରିଦେଉଥିଲେ। ତେଣୁ ନିରୁପାୟ ହୋଇ କିଛି ଗ୍ରାମବାସୀ ସନ୍ନ୍ୟାସୀମାନଙ୍କୁ ସ୍ଥାନୀୟ କଚେରୀ ଘରକୁ ଯିବାକୁ କହିଲେ। କଚେରୀ ଘରେ ଜଣେ ତରୁଣ ସେମାନଙ୍କୁ ସ୍ୱାଗତ କରି ପରିଚର୍ଯା କଲେ। ଭୋଜନ ପ୍ରସ୍ତୁତ ହେଉତାରୁ ତରୁଣ ଜଣକ କଟୁରୀ ଓ ନିଆଁ ବରିଆ ଧରି କିଛି କଦଳୀପତ୍ର ଆଣିବାକୁ ବାହାରିଗଲେ। ପ୍ରତିବେଶିନୀ ଜଣେ ବିଧବା ବ୍ରାହ୍ମଣୀ ଗଭୀର ନିଶାରେ କଦଳୀପତ୍ର କାଟିବାର ଶବ୍ଦରେ ଉତ୍କ୍ଷିପ୍ତା ହୋଇ କିଏରେ ଅରଖିତିଆ ରାତି ଅଧରେ କଦଳୀପତ୍ର କାଟୁଛି କହି ବାହାରି ଆସିଲେ। ତରୁଣଙ୍କୁ ଦେଖି ତାଙ୍କ ପାଟି ଖନି ମାରିଗଲା। ଯୋଡ଼ ହସ୍ତରେ ତରୁଣଙ୍କୁ କ୍ଷମା ପ୍ରାର୍ଥନା କଲେ ସେ। ପ୍ରଶାନ୍ତ ହସ ହସି ତରୁଣ କହିଲେ, ପ୍ରଣାମ ମାତା। ଅନେକ ଦିନ ଧରି ମୁଁ ଏକ ନାମର ସନ୍ଧାନରେ ଥିଲି। କୃପା କରି ଆପଣ ମୋତେ ଏକ ନୂଆ ନାମ ଦେଲେ ଅରକ୍ଷିତ। ଆଜିଠୁ ମୁଁ ଅରକ୍ଷିତ ନାମରେ ପରିଚିତ ହେବି। ସେ କ୍ଷୁଦ୍ର ଜନପଦ ଆଜିର ଦିଗପହଣ୍ଡି। ସେ ତରୁଣ ବଡ଼ଖେମୁଣ୍ଡି ରାଜପୁତ୍ର ବଳଭଦ୍ର ଦେବ ବା ବୀରବର ଦେବ। ଇତିହାସରେ କପିଳାବାସ୍ତୁ ଯୁବରାଜ ଗୌତମ, ଲିଚ୍ଛବୀ ରାଜକୁମାର ମହାବୀର ବର୍ତ୍ତମାନ ରାଜ୍ୟ ପୁତ୍ର ଓ ପତ୍ନୀ ପରିତ୍ୟାଗ କରି ମାନବ କଲ୍ୟାଣ ଉଦ୍ଦେଶ୍ୟରେ ସନ୍ନ୍ୟାସ ଗ୍ରହଣ କରିଥିଲେ। ରାଣୀଙ୍କ ବିଶ୍ୱାସଘାତକତା ଯୋଗୁଁ ବୀତସ୍ପୃହ ଉଜ୍ଜୟିନୀ ରାଜା ଭର୍ତ୍ତହରି ସନ୍ନ୍ୟାସ ଗ୍ରହଣ କରିଥିଲେ। ସେ ତୁଳନାରେ ବଳଭଦ୍ର ଦେବ ଯେପରି ପ୍ରସିଦ୍ଧ ନୁହନ୍ତି, କିନ୍ତୁ ତାଙ୍କ ପ୍ରଦର୍ଶିତ ଶିକ୍ଷା ଯଥେଷ୍ଟ ମୂଲ୍ୟବାନ। ବଡ଼ଖେମୁଣ୍ଡି ରାଜା ପଦ୍ମନାଭ ଦେବଙ୍କ ଜ୍ୟେଷ୍ଠ ପୁତ୍ର ଭାବେ ବଳଭଦ୍ର ଦେବ 1782ରେ ତତ୍କାଳୀନ ବଡ଼ଖେମୁଣ୍ଡି ରାଜଧାନୀ ବିଜୟନଗରଗଡ଼ରେ ଜନ୍ମଗ୍ରହଣ କରିଥିଲେ। ମାତା ମୁକ୍ତା ଦେବୀ କୃଷ୍ଣସିଂହ ମହାଭାରତ ରଚୟିତା ଧରାକୋଟ ରାଜା କୃଷ୍ଣସିଂହଙ୍କ କନ୍ୟା ଥିଲେ। ବାଲ୍ୟକାଳରୁ ପ୍ରାଚୁର୍ଯ୍ୟ ମଧ୍ୟରେ ପ୍ରତିପାଳିତ ହୋଇଥିଲେ ମଧ୍ୟ ସେ ଥିଲେ ସଂସାର ବିରାଗୀ ଓ ରାଜକାର୍ଯ୍ୟରେ ଅମନୋଯୋଗୀ, କିନ୍ତୁ ସାଧୁସନ୍ଥ ସଙ୍ଗୀ। ତେଣୁ 16 ବର୍ଷ ବେଳକୁ ପିତା ପଦ୍ମନାଭ ବଳଭଦ୍ରଙ୍କ ବିବାହର ଆୟୋଜନ କଲେ। ଯେ ମାତା ରୂପେ ଜନ୍ମ କରି ପୁତ୍ର ମୁଁ ହୋଇଲି ତାଙ୍କରି, ପୁତ୍ର ମାତାଙ୍କୁ ବିଭା ହେଲେ ଧର୍ମ ସହିବଟି ଭଲେ। କି କଥା କହିଲ ହେ ତାତ, ସେହିଟି ମୋର ନିଜ ମାତ। ପ୍ରତ୍ୟେକ ନାରୀ ମୋର ମାତୃତୁଲ୍ୟା। ଏହା କହି ବଳଭଦ୍ର ରାଜଧାନୀ ବିଜୟନଗରଗଡ଼କୁ ପରିତ୍ୟାଗ କରି 15 କିଲୋମିଟର ଦୂର ଦିଗପହଣ୍ଡି କଚେରୀ ଘରେ ରହିଲେ। 2 ବର୍ଷ କାଳ ବିଭିନ୍ନ ସାଧୁସନ୍ତଙ୍କ ସହ ଆଧ୍ୟାତ୍ମିକ ତଥା ବୈଦିକ ଆଲୋଚନା କରିଥିଲେ। ଅବଶେଷରେ 18-19 ବର୍ଷ ବେଳକୁ ବୈଶାଖ ଶୁକ୍ଳ ଅଷ୍ଟମୀ ନିଶାର୍ଦ୍ଧରେ କଚେରୀ ଘର ପରିତ୍ୟାଗ କରି କୌପୁନୀ ପରିଧାରଣ କରି ସକଳ ଐଶ୍ୱର୍ଯ୍ୟକୁ ତୁଚ୍ଛ ମନେକରି ବ୍ରହ୍ମ ଅନ୍ୱେଷଣ ନିମନ୍ତେ ସନ୍ନ୍ୟାସୀ ବାହାରିଲେ। ନିଜ ନାମ ରଖିଲେ ଅରକ୍ଷିତ ଦାସ। ପ୍ରସ୍ଥାନ ପୂର୍ବରୁ ପିତାଙ୍କ ଉଦ୍ଦେଶ୍ୟରେ ସେ ଏକ ବାର୍ତ୍ତା ପ୍ରେରଣ କରିଥିଲେ। ବୋଇଲେ ଖୋଜିବଟି ନାହିଁ, ଖୋଜିଲେ ପାଇବଟି ନାହିଁ। ଏ ଅନୁଭୂତି ବିଶେଷ ସୁଖପ୍ରଦ ନଥିଲା। କ୍ଷୁଧା, ତୃଷା ଓ ଜନ ତିରସ୍କାର ନିତ୍ୟ ସହଚର ଥିଲା। କିନ୍ତୁ ନିର୍ବିକାର ଭାବେ ଘୂରି ଘୂରି ଖଲିକୋଟ, ବାଣପୁର, ସାକ୍ଷୀଗୋପାଳ ହୋଇ ପୁରୀରେ ପହଞ୍ଚିଲେ। ସେତେବେଳେ ଶ୍ରୀ ଜଗନ୍ନାଥ ଦର୍ଶନ ନିମନ୍ତେ ପ୍ରବେଶ ଶୁଳ୍କ ବ୍ୟବସ୍ଥା ଥିଲା। ଅର୍ଥ ଅଭାବରୁ ଅରକ୍ଷିତ ଦାସ ଜଗନ୍ନାଥ ଦର୍ଶନରୁ ବଞ୍ଚିତ ହୋଇ ଅରୁଣସ୍ତମ୍ଭ ନିକଟରୁ ପଣ୍ଡା ବେତମାଡ଼ ଖାଇ ପ୍ରତ୍ୟାବର୍ତ୍ତନ କରିଥିଲେ। ବୋଇଲେ ଏଥି କାର୍ଯ୍ୟ ନାହିଁ, ବ୍ରହ୍ମାଣ୍ଡ ପୁରୀ ଅଛି ସେଇ। ଶ୍ରୀଜଗନ୍ନାଥ ସମଗ୍ର ବ୍ରହ୍ମାଣ୍ଡରେ ପୁରୀ ରହିଛନ୍ତି। ଏଣୁ କେବଳ ମନ୍ଦିର ମଧ୍ୟରେ ତାଙ୍କୁ ଖୋଜିବା ଅନାବଶ୍ୟକ। ସ୍ଥାନ ତପ୍ତରେ ସେ ଖଣ୍ଡଗିରି ଆସି ସାଧନା କଲେ। ପରେ ଅନେକ ସ୍ଥାନ ପରିଭ୍ରମଣ କରି ମା ଶାରଳାଙ୍କ ଆସ୍ଥାନ ଝଙ୍କଡ଼ରେ ପହଞ୍ଚିଗଲେ ସେ। ପରେ ମାଙ୍କ ଆଜ୍ଞାନୁସାରେ ଆସିଥିଲେ ଓଡ଼ାଶୁଣୀ ପର୍ବତ। ସେ ଅଞ୍ଚଳ କେନ୍ଦ୍ରାପଡ଼ା ସ୍ୱର୍ଗେ ଇନ୍ଦ୍ର ମର୍ତ୍ତ୍ୟେ ନରେନ୍ଦ୍ର
ରାଧାଶ୍ୟାମ ନରେନ୍ଦ୍ରଙ୍କ ଅଧୀନରେ ଥିଲା। ନରେନ୍ଦ୍ରଙ୍କ ଠାରୁ ଓଳାଶୁଣୀ ପର୍ବତ ଲାଭ କରି ସନ୍ଥ ଅରକ୍ଷିତ ଅନନ୍ତ ଗୁମ୍ଫାରେ 1830ରୁ 1836 ମସିହା ପର୍ଯ୍ୟନ୍ତ ଦୀର୍ଘ 6 ବର୍ଷ କାଳ ନିର୍ଗୁଣ ବ୍ରହ୍ମ ସାଧନରେ ନିମଜ୍ଜିତ ହୋଇ ଦିବ୍ୟଜ୍ଞାନ ଲାଭ କରିଥିଲେ। ସନ୍ଥ ଅରକ୍ଷିତ ଦାସ ଥିଲେ ଅବଧୂତପନ୍ଥୀ। ତାଙ୍କ ନିକଟରେ ଜାତି ଧର୍ମ ବିଭେଦ ନଥିଲା। ତତ୍କାଳୀନ ପ୍ରଥା ବିରୁଦ୍ଧରେ ଯାଇ ସେ ସମସ୍ତଙ୍କ ହାତରୁ ଅନ୍ନଜଳ ଗ୍ରହଣ କରୁଥିଲେ। ଶରୀର ମଧ୍ୟରେ ସାଧନ ଦ୍ୱାରା ବ୍ରହ୍ମ ଅନୁଭବ କରିବା ତାଙ୍କ ଦର୍ଶନ କରିବା ଥିଲା। ସକଳ ଜୀବେ ଏକ ଭାବ ତେବେ ସଂସାର ଉତ୍ତରିବ। ଏହି ଉଦାର ଚରିତ ସମଦ୍ରଷ୍ଟା ନିର୍ବିକାର ତତ୍ତ୍ୱଦର୍ଶୀ ବ୍ରହ୍ମଜ୍ଞାନୀ ସନ୍ଥ ଅରକ୍ଷିତ ଦାସ 1837 ମସିହା ମାଘ କୃଷ୍ଣ ଏକାଦଶୀ ଦିନ ବ୍ରହ୍ମଲୋକ ପ୍ରାପ୍ତ ହୋଇଥିଲେ। ସେହି ସ୍ମୃତିରେ ମାଘ କୃଷ୍ଣ ଏକାଦଶୀ ଠାରୁ 1 ସପ୍ତାହ ପର୍ଯ୍ୟନ୍ତ ଓଳାଶୁଣୀ ପର୍ବତରେ ଓଳାଶୁଣୀ ଉତ୍ସବ ପାଳନ ହୋଇଥାଏ। ଅନେକ ଭକ୍ତ ଓଳାଶୁଣୀ ଗୁମ୍ଫା ପରିଦର୍ଶନ କରି ସନ୍ଥ ଅରକ୍ଷିତ ଦାସଙ୍କ ସଂରକ୍ଷିତ କେଶ ଓ ଝୁଲାମୁଣି ଦର୍ଶନ କରନ୍ତି। ପ୍ରସାଦ ଭାବରେ ସେବନ କରନ୍ତି ଶୁଖୁଆ ପୋଡ଼ା, କାଞ୍ଜି ପାଣି ଓ ପୋଡ଼ ପିଠା। ବନ୍ଧୁଗଣ, ଆପଣମାନଙ୍କୁ ଆମର ଏହି ଭିଡ଼ିଓଟି କିପରି ଲାଗିଲା କମେଣ୍ଟସ୍ ମାଧ୍ୟମରେ ନିଶ୍ଚିତ ଭାବରେ ଜଣାଇବେ। ଜୟ ଜଗନ୍ନାଥ।